ସମସ୍ତେ ଭଲ ଥିବେ। ମୁଁ ବହୁତ ଭଲରେ ଅଛି। ସମସ୍ତଙ୍କୁ ଗୁଡ଼୍ ମର୍ଣ୍ଣିଂ। ଟାଇମ୍ ଆସି ହେଇଗଲା ଏବେ 8ଟା 8:30 ପାଖାପାଖି। ତ ମୋର ଏବେ ଖାଇବା ସରିଗଲାଣି। ରୁଟି ଆଳୁ ଭଜା, 3 ଟାଇମ୍ ତ ରୁଟି ଖିଆ ହେଉଛି, ସକାଳେ, ଗାଧୁଆବେଳେ, ରାତିରେ। ଯେହେତୁ ଟାଇଫଏଡ଼୍ ଜ୍ୱର ଅଛି ଭାତ ଖାଇବାକୁ ମନା କରିଛନ୍ତି, ସେଥିପାଇଁ ତ ଖାଇବା ଚାଲିଛି। ଆଉ ଚାଲନ୍ତୁ ବାହାର ତ ଦୃଶ୍ୟ କେମିତି ଦେଖାଉଛି ଆଉ ଘରେ ସମସ୍ତେ କ'ଣ କରୁଛନ୍ତି ସେଇଟା ଲୋକମାନଙ୍କ ସହିତ ସେୟାର କରୁଛି। ସାଉଣ୍ଡ ଟିକେ ହେଉଛି, ମୋ ମୋବାଇଲ୍ ସଜଡ଼ା ସଜଡ଼ି କରି କହୁଛି, ସେଥିପାଇଁ ସାଉଣ୍ଡ ହେଉଛି। ଏଇଟା ମୋ ଘର ପାଖର ଦୃଶ୍ୟ ଦେଖ। କିଛି ବାହାରକୁ ଯାଏ। ମା ମା ଏଠି କ'ଣ ବଇଛୁ ବାରିଆଡ଼େ ଆସିକି? ଆଳୁ ନଗାଉଛି ଦେଖୁଛୁ ନା କ'ଣ? ଆମର ଏପଟେ ଆଳୁ ଲଗା ଚାଲିଛି। ପାଣି ଦିଆ ସରିକି ସାର ଦିଆ ସରିଛି। ଆଉ ଏପଟେ ସବୁ ଆଳୁ ପତା ଚାଲିଛି। ଆଉ ଏଠି ମଣିଷ ଶୋଇଛନ୍ତି। ଏଠି ହରଗୌରା ଫୁଲ ମୋର ବହୁତ ପଛରେ ହିଁ ଫୁଟିଛି। ଏଇଠି ଗୋଟେ ଗଛ ମୋର ଥିଲା, ଆଉ ଯାହାକି ଫୁଲ ଫୁଟିଛନ୍ତି। ଗୁଡ୍ ମର୍ଣ୍ଣିଂ। କଟ 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 କଟ। ୟାରି ସାଇଡ଼ରେ ଏମିତି ଯେଉଁ ମାଲ ଭଳିଆ କରିଦେଲେ ସବୁବେଳେ ପାଣି ଢାଲେ ସେ ରହିବ ଗଛଟା। କରିଦେବୁ। ଗୋଟାଏ ଗଛରେ କେତେ ଫୁଲ ଫୁଟିଛି। ଏଇ ଗୋଟାଏ ଗଛ ଲାଷ୍ଟ ଥିଲା, ଏଇଥିପାଇଁ ଫୁଲ ଫୁଟୁଛି। ଆଉ ଝୁମୁରି ଗୁଡ୍ ମର୍ଣ୍ଣିଂ। ହଁ ମଙ୍ଗୁଳୁ ଗୁଡ୍ ମର୍ଣ୍ଣିଂ। ଫୁଲ ହେଇଯାଉଛି। ଗୁଡ୍ ମର୍ଣ୍ଣିଂ। ଯା ମୁହଁ ନ ଦେଖା, କହୁନ ଦେଖେଇ ତତେ ଦେଖିବ ମୁଁ। ମେନ୍ ଲୋକ ଆମର ବଇଛି। କ'ଣ ଧକଉଛୁ? ଟିପୁ ଟିପୁ ବା କ'ଣ କୁନି କ'ଣ କାନ୍ଦୁଛୁ? କୁନି କ'ଣ କାନ୍ଦୁଛୁ? କୋଉ ମାରିବୁ ନା? ଏଇଟା ଆମର ସକାଳର ଦୃଶ୍ୟ। ସବୁବେଳେ ଆପଣମାନେ ଭିଡ଼ିଓରେ ଦେଖୁଛନ୍ତି। ଆଉ ଏଠି ଗୋଟେ ବିଲ ଆମର ଧାନ କଟା ସରିଯାଇଛି। ଆମର ମାନେ ବଡ଼ବାପାଙ୍କର କଟା ସରିଛି। ଆଉ ସେପଟେ ସବୁ ଧାନ କଟା ହେଇକି ଯେଉଁ ବାଡ଼ା ହୁଏନି, ହେଲା ଷ୍ଟାର୍ଟ ହେଇଗଲା ଧାନ ବାଡ଼ା। ଦେଖଉଛି ଆପଣ ଏଇଠିକୁ। ଏଠି ଧାନ ବାଡ଼ା ଷ୍ଟାର୍ଟ ହେଇଗଲା। ଆଉ ମୁଁ ଟିକେ ଇଆଡ଼େ ଆସି ବୁଲୁଛି। ସବୁବେଳେ ଘରେ ପଶି ରହିଲା ବୋର୍ ଲାଗୁଛି। ମାନେ ଥଣ୍ଡା ଜ୍ୱରରେ ମାସେ ହେବ ମୋ ମୁଣ୍ଡ ସଫା ହେଇନି। ମୁଁ 2 ଦିନ କି 2 ଦିନ ସଫା କରେ, ମାସେ ପାଖାପାଖି ହେଇଯିବ ମୁଣ୍ଡ ସଫା ହେଇନି। କ'ଣ କହିବ, ମୁଣ୍ଡ ଯେମିତି କ'ଣ ମାନେ ମଳିରେ ଯେମିତି ଭର୍ତ୍ତି ହେଲା। ମଳି ତ ନାହିଁ, ରୁପି ମୋ ମୁଣ୍ଡରେ ପ୍ରବଳ। ଶୀତ ଦିନ ଆସିଲାଣି ଯେହେତୁ
ପ୍ରବଳ ଧୂପି ଆଉ ଶୀତଦିନ ଆପା ବହୁତ ଥଣ୍ଡା ଜ୍ୱର ଲଗେଇଦେଉଛି। ମୁଁ କିଛି ହୋମ୍ ରେମିଡ଼ି କରିକି ଟିକେ ଲଗେଇନି ତ ସେଥିପାଇଁ ଟିକେ ଧୂପିର ପ୍ରଭାବଟା ଅଧିକ ଜୋରସେ ପଡ଼ୁଛି ମୋ ଉପରେ ଆଉ ଧୋଇନି ବି ନା ତ ସେଥିପାଇଁ। ଲଙ୍କା ହେଇଥିଲା ମୋ ନନା ଆଣିଥିଲା ମାନେ ସାଇଜ୍ କରୁଥିଲା ଆଣିକି ଡାଳଟା ଭାଙ୍ଗିଲା ଦେଖନ୍ତୁ ଏଡ଼ିକି ଡାଳିଆଟାରେ ଚାଖେଣ୍ଡେ ବି ହବନି ସେଟା କେତେ ଲଙ୍କା ପଡ଼ିଛି। ଏପଟେ ଆଳୁ ଆମର ଲଗା ସରିଛି ଆଉ ଦେଖନ୍ତୁ ଗୋଟେ ତାର ଶୋଇଛି। ହେଇ ଉଠୁଛୁ ଯା ଯିବି ଏଇଖିନା ଉଠ ଉଠ ଉଠୁ ମାନେ ଆଳୁ ଗୋଟେ ଲାଗିଛି ତାର ତାପରେ ଶୋଇବା ରହିଛି। ଏବେ ଟାଇମ୍ ହେଇଗଲାଣି ଆସି 3ଟା 3:30 ପାଖାପାଖି। ମୋ ମୋବାଇଲରେ ଜମା ଚାର୍ଜ ନାହିଁ। ମୁଁ ରାତିରେ ଚାର୍ଜ ବସାଇଦେଲେ ମୋ ଦିନ ସାରା ପଳାଏ। ରାତିକି ବି ରାତିରେ ମୁଁ ମୋବାଇଲ ଦେଖିକି ଭିଡ଼ିଓ ଏଡ଼ିଟ୍ କରି ଶୁଏ ମୋ ତଥାପି ପଳାଏ। ମୁଁ ଯେହେତୁ ବସେଇଥିଲି ତ ମୋ ମୋବାଇଲ ଦେବି 15% ଚାର୍ଜ ପାଖାପାଖି। ଆଉ ଗୋଟେ କଥା ଆଜି ଟିକେ ଖୁସି ଅଛି ମୁଁ। ସେ ଖୁସିର କାରଣଟା 3 ଦିନ ପରେ ଆପଣମାନଙ୍କ ସହିତ ସେୟାର କରିବି। ଅଟୋମେଟିକ୍ ଆପଣମାନେ ଜାଣିପାରିବେ। ବ୍ଲଗ୍ ତ ମୁଁ ନିଶ୍ଚୟ କରିବି, ଆପଣମାନଙ୍କ ସହିତ କଣ୍ଟିନ୍ୟୁ ରହିବି। ଆଉ ଯେହେତୁ କହିଛି ଖୁସି ତ ଅଛି କିନ୍ତୁ ଟାଇଫଏଡ଼୍ ଜ୍ୱର ପାଇଁ ମୋତେ ଜମାରୁ ଭଲ ଲାଗୁନି। ସକାଳେ ରୁଟି, ଗାଧୁଆଳେ ରୁଟି, ରାତିରେ ବି ରୁଟି, 3 ଟାଇମ୍ ମୋର ରୁଟି। ଭାତ ଖାଇବାର ପ୍ରଶ୍ନ ନାହିଁ। ଜ୍ୱର ଯେହେତୁ ଦେହରେ ରହିଗଲାଣି ମାସେ ପାଖାପାଖି ତ ଜ୍ୱରଟା ବେଶୀ ହେଇଯାଇଛି, ସେଥିପାଇଁ ଭାତ ଖାଇବା ପୁରା ମନା କରୁଛନ୍ତି। ମାନେ ଭାତ ଖାଇଦେବି ତ ଜ୍ୱର କେଉଁଠି ଥିବ ତ ମାଡ଼ି ବସିବ। ସେମିତି ରୁଟି ଟିକେ ଏବେ ଖିଆ ଚାଲିଛି। 2-3 ଦିନ ପରେ ଆପଣମାନଙ୍କ ସହିତ ସେୟାର କରିବି ମୋ ଖୁସିର କାରଣଟା କ'ଣ। ଯାହା ଯେତେବେଳେ ମାଗିଛି ମୋ ଦେଇଛି। ଆଉ ମୁଁ ଯାହା ବି ଯେଉଁଠି ଯାହା କରୁଛି ବୁଲିବାକୁ ଯାଉଛି କି ମୋ ଦେଇ ହିଁ ମୋର ସବୁ କିଛି। ତ ତା ସପୋର୍ଟ ବିନା ମୁଁ କିଛି ବି ନୁହେଁ। ତ 3 ଦିନ ପରେ ଆଉ ଗୋଟେ ଜିନିଷ ମୋ ପାଖକୁ ଆସିବାକୁ ଯାଉଛି, ସେଇଟା ମୁଁ କହିବି ଆପଣମାନଙ୍କୁ, ସେୟାର ବି କରିବି ଆପଣମାନଙ୍କ ସହିତ। ଆଉ ଏବେ ପାଇଁ ମୁଁ ଯାଉଛି ମୋ ମୋବାଇଲଟା ଟିକେ ଚାର୍ଜ ବସାଇ ଦିଏ। ଆଉ ରାତିକି ଆମେ କଥା ହେବା। ମୁଁ ତା ଭିତରେ କାମ ଅଛି, କିଛି କାମ ଟିକେ ସାରିଦେବା, ତା ଭିତରେ ମୋ ମୋବାଇଲ ବି ଚାର୍ଜ ହେଇଯାଇଥିବ। ଆଉ ଏଇଟା ବାରିଆଡ଼େ ଦୃଶ୍ୟ। ଏବେ ଟାଇମ୍ ହେଇଯାଇଛି କହିଛି 3:30 ପାଖାପାଖି। ଏବେଠୁ ଦେଖନ୍ତୁ ଖରା କମିଗଲାଣି। ଆଉ ସବୁ ଟମାଟୋ ଗଛ ସବୁ ହୁଡ଼ା ଯେଉଁ ଟେକା ହୁଏ ନା, ସେ ହୁଡ଼ା ବି ଟେକା ହେଇଯାଇଛି। ପାଣି ସବୁ ଦିଆହେବ। ଚାଲନ୍ତୁ। ରାତି କାମ ସରିଲା ପରେ ଶୋଇ ପଡ଼ିଥିଲି ତ ଉଠିକି ଏବେ ଟାଇମ୍ ହେଇଗଲାଣି 9ଟା 9:30 ପାଖାପାଖି। ଖାଇସାରିଲୁଣି। ମୁଁ ତ କହିଛି ଏମିତି ଥଣ୍ଡା ଜ୍ୱର ରୁଟି ହିଁ ସବୁବେଳେ ମୋର ଚାଲିଛି। 3 ଟାଇମ୍ ଯାକ ରୁଟି ଚାଲିଛି। ଆଉ ଆଜିର ବ୍ଲଗ୍ଟିକୁ ଏଇଠି ଏଣ୍ଡ କରୁଛି। କାଲି ଏକ୍ଜାମ୍ ଅଛି, କଲେଜକୁ ଯିବାର ଅଛି। ତ ପୁଣି ଥରେ ବି କାଲିର ବ୍ଲଗ୍ ବି ଆପଣମାନେ ୱେଟ୍ କରିଥାନ୍ତୁ। ତ ଆଜିର ବ୍ଲଗ୍ଟିକୁ ଏଇଠି ଏଣ୍ଡ କରୁଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଦେଖା ହେବ ବ୍ଲଗ୍ରେ। ବାଏ।